କାହାଣୀର ନାଁ ଅତି ଲୋଭ ମୃତ୍ୟୁ ତଥା ସର୍ବନାଶର କାରଣ। ଜଣେ କୃଷକର ଏକ ଅଦ୍ଭୁତ ହଂସ ଥିଲା, ଯାହା ପ୍ରତିଦିନ ଏକ ସୁନାର ଅଣ୍ଡା ଦେଉଥିଲା। ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ସେହି ଅଣ୍ଡା ବିକ୍ରି କରି ସହଜରେ ଜୀବନଯାପନ କରୁଥିଲେ। ଏହି ଅଣ୍ଡା କୃଷକ ଏବଂ ତାର ସ୍ତ୍ରୀର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଥିଲା। ଏହିପରି ଅନେକ ବର୍ଷ ବିତିଗଲା। କୃଷକ ଏବଂ ତାର ସ୍ତ୍ରୀ ଦୀର୍ଘ ସମୟ ଧରି ଖୁସିରେ ବଞ୍ଚିଲେ। ମାତ୍ର ଦିନେ କୃଷକ ଚିନ୍ତା କଲା, ଆମେ କାହିଁକି ଦିନକୁ ଦିନ କେବଳ ଗୋଟିଏ ଅଣ୍ଡା ନେବା? ଆମେ କାହିଁକି ଏକାଠି ସବୁ ସୁନାର ଅଣ୍ଡା ବାହାର ନ କରିପାରିବା, ବିକି ରୋଜଗାର କରିବା ଟଙ୍କା? କୃଷକ ତାଙ୍କ ସ୍ତ୍ରୀଙ୍କୁ ଏହି ପ୍ରଶ୍ନ କହିଥିଲେ ଏବଂ ସେ ଏହି ମୂର୍ଖ ସହିତ ରାଜି ବି ହୋଇଗଲେ। ତାପରେ ପରଦିନ ଠିକ୍ ହଂସଟି ସୁନା ଅଣ୍ଡା ଦେବା ମାତ୍ରେ କୃଷକ ଏକ ତୀକ୍ଷ୍ଣ ଛୁରୀରେ ସେହି ହଂସଟିକୁ ହତ୍ୟା କଲା। ସେ ହଂସକୁ ହତ୍ୟା କରିବା ପରେ ସେହି ହଂସର ସମସ୍ତ ଅଣ୍ଡା ପାଇବାକୁ ଚିନ୍ତା କଲା। ସବୁ ସୁନା ଅଣ୍ଡା ପାଇବା ଲୋଭରେ ପେଟ ଚିରି ଦେଖେ ତ ହଂସର ପେଟ କେବଳ ରକ୍ତରେ ଭର୍ତ୍ତି ଥିଲା। କୃଷକକୁ ଶୀଘ୍ର ନିଜର ଭୁଲକୁ ଅନୁଭବ କଲା ଏବଂ ହଜି ଯାଇଥିବା ସମ୍ବଳ ଉପରେ କାନ୍ଦିବାକୁ ଲାଗିଲା। ଦିନ ବଢ଼ିବା ସହିତ କୃଷକ ଏବଂ ତାର ସ୍ତ୍ରୀର ଗରିବ ହୋଇଗଲେ। ବର୍ତ୍ତମାନ ସେମାନେ ସେମାନଙ୍କର ଲୋଭ ପାଇଁ କେତେ ଦୁର୍ଭାଗ୍ୟ ଏବଂ କେତେ ମୂର୍ଖ ତାହା ଭାବିବାକୁ ଲାଗିଲେ। କାହାଣୀରୁ ଶିକ୍ଷା: ସମୟ ଆଗରୁ ଭାଗ୍ୟ ଠିକ୍ ଅଧିକ କିଛି ମିଳେ ନାହିଁ। ଏହା ସହ ଲୋଭ ମଣିଷକୁ ଅମଣିଷ କରିଦିଏ।